ବରୁଣେଶ୍ୱର ମକର ମେଳାରେ ରାନୀ ପଣ୍ଡାଙ୍କ ରାଜ। 4 ଦିନ ଧରି ଗୋଟିଏ ନାଟକ ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ମନା। ଆଗାମୀ ଯାତ୍ରା ବର୍ଷ 2024-25 ରେ ଯାତ୍ରା ମଇଦାନକୁ ଆସିବ ହାଇବିଗ ବଜେଟ ଯାତ୍ରା ଅନୁଷ୍ଠାନ ଯାତ୍ରା ସିଂହ ବାହିନୀ। 2024-25 ବର୍ଷର ବିସ୍ଫୋରଣ ପାଢୀ ବ୍ରଦର ପ୍ରେଜେଣ୍ଟସ୍ ଯାତ୍ରା ସିଂହ ବାହିନୀ। जय जगन्नाथ नमस्कार मु संतोष कुमार टिके कथा यूट्यूब चैनल को आपण मानकु स्वागत करूछि। आज 2024 मसिया जनवरी मास 23 तारिख मंगलवार। मां मंगला कृपा आज दिनटी आम समस्त मंगलमय हेउ। एबे आसंतु जीवा नाटकीय कार्यक्रम को। आज कहार केउ नाटक केउठी अत्याधुनिक प्रणाली कुकुड़ा फार्म करने को चाहूँगी किंबा आगरू आपणकर फार्म अच्छी अपडेट करने को चाहूँगी भिटेक एग्रो इंडस्ट्रीज आपण मानकु हेल्प करिवो। आजिर टाइम रे बहु कम परिश्रम करी आपण किभली भल कुकुड़ा चाष करि परिबे ताहार सठिक बाट आपण मानकु भिटेक एग्रो इंडस्ट्रीज देखेबो। आज ही जोगाजोग करंतु 6372 985456। ଯାତ୍ରା ଶ୍ରୀ ବିଶ୍ୱ ଦରବାର ପ୍ରଥମ ଅଭିନୟ ରଜନୀ ଗୋପାଳପୁର ରାଜନଗର କେନ୍ଦ୍ରାପଡ଼ା। ଆଜିର ନାଟକ ମୃତ୍ୟୁ ପରେ ମଣିଷ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଏକନ ସାର। ଓଂ ଶ୍ରୀ ବାଘାଜତି ଲୋକନାଟ୍ୟ। ତୃତୀୟ ଅଭିନୟ ରଜନୀ ରାହାମା ମକର ମେଳା ଜଗତସିଂହପୁର। ଆଜିର ନାଟକ ଏଇ ମନ ଝୁରୁଛି ତତେ। ରଚନା ଡକ୍ଟର ସୁଧାଂଶୁ ନାୟକ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। କଳିଙ୍ଗ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ ଧାମରା ମକର ମେଳା ଭଦ୍ରକ। ଆଜିର ନାଟକ କମଳ ଦେଶର ରାଜକୁମାରୀ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ବିକାଶ ଶୋକଳା। ଯାତ୍ରା ଇନ୍ଦ୍ରଭୁବନ ପ୍ରଥମ ଅଭିନୟ ରଜନୀ ଆମ୍ବୁ ହାଟଡିହି କେନ୍ଦୁଝର। ଆଜିର ନାଟକ ଭାଇ ଭଉଣୀର ନୂଆ କାହାଣୀ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ବିକାଶ ଶୋକଳା। ଯାତ୍ରା ଶ୍ରୀ ମା ବାଣେଶ୍ୱରୀ ପ୍ରଥମ ଅଭିନୟ ରଜନୀ ଚକୁଳିଆ ପଦା ଓଡା ଭଦ୍ରକ। ଆଜିର ନାଟକ ଜିତିବୁ ଯଦି ତୁ ଏକଲା ଚାଲ। ରଚନା ଅଜୟ ସାହୁ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଶିବାନୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ ଧାମରା ମକର ମେଳା ଭଦ୍ରକ। ଆଜିର ନାଟକ ଗାନ୍ଧୀ ଭୂମିକାରେ କହ୍ନେଇ ଦାସ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ବିକାଶ ଶୋକଳା। ଅପେରା ଅଶୋକ ସମ୍ରାଟ ପ୍ରଥମ ଅଭିନୟ ରଜନୀ ଇଟୁଆ ଆଗରପଡ଼ା ଭଦ୍ରକ। ଆଜିର ନାଟକ ରକ୍ତ ସମ୍ପର୍କ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ଏକନ ସାର। ଅପେରା ସୂର୍ଯ୍ୟ ମନ୍ଦିର ପ୍ରଥମ ଅଭିନୟ ରଜନୀ କୁରୁଆ ଗୋବିନ୍ଦପୁର ଭଦ୍ରକ। ଆଜିର ନାଟକ ହାତ ଧରି ବାଟ ଚାଲୁଥିବି। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ବିକାଶ ଶୋକଳା। ଯାତ୍ରା ସ୍ୱର୍ଣ୍ଣମହଲ ପ୍ରଥମ ଅଭିନୟ ରଜନୀ ଖଇରା ବେଗୁନିଆ ବାଲେଶ୍ୱର। ଆଜିର ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଦୁର୍ଗା ମନ୍ଦିର ପ୍ରଥମ ଅଭିନୟ ରଜନୀ ଉଚିଣ୍ଡା ପାଣିକୁଇଲି ଯାଜପୁର। ଆଜିର ନାଟକ କାନ୍ଦେ ନା ଲୁହ ସରିଯିବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଗୌରୀ ଗଣନାଟ୍ୟ ପଞ୍ଚମ ଅଭିନୟ ରଜନୀ ବରୁଣେଶ୍ୱର ମକର ମେଳା ଯାଜପୁର। ଆଜିର ନାଟକ ଏଇ ଫଗୁଣରେ ବାଜିବ ବାଜା। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ବିକାଶ ଶୋକଳା। ଯାତ୍ରା ରଙ୍ଗମହଲ ଦ୍ୱିତୀୟ ଅଭିନୟ ରଜନୀ କରଦା ସାଇଁକୁଳା ମୟୂରଭଞ୍ଜ। ଆଜିର ନାଟକ ମୁଁ ଗୋଟେ ଝିଅର ବାପ। ରଚନା ଓ ନିର୍ଦ୍ଦେଶନା ହରବାରିକ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ସ୍ୱପ୍ନମହଲ ପ୍ରଥମ ଅଭିନୟ ରଜନୀ ବେତନଟି ମୟୂରଭଞ୍ଜ। ଆଜିର ନାଟକ ହାରିବନି କେବେ ବାପର ପୁଅ। ରଚନା ଅଜୟ ସାହୁ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ରାଜନନ୍ଦିନୀ ତୃତୀୟ ଅଭିନୟ ରଜନୀ ଅସ୍ତିଆ ବାରିପଦା ମୟୂରଭଞ୍ଜ। ଆଜିର ନାଟକ ବାଟ ସରିଗଲା ବାହାନଗାରେ। ରଚନା ୟୁନିକ୍ ପ୍ରଦୀପ ବେହେରା, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ମିହିର ମହାନ୍ତି। କୋଣାର୍କ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ କଣ୍ଟାବଣିଆ
ସାହାଡ଼ାଶୁଣି ମେଳା ଯାଜପୁର। ଆଜିର ନାଟକ ସେଇ ଗୋଟିଏ ଭୁଲ ପାଇଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ତାରିଣୀ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, ପଟୁଣିଆ, ଖଡ଼ିଅଙ୍ଗ, ଚଣ୍ଡିଖୋଲ, ଯାଜପୁର। ଆଜିର ନାଟକ ପାପ ଜଗିଛି ପାଳଭୂତ। ରଚନା ଦିଲ୍ଲୀପ ବିଶ୍ୱାଳ, ନିର୍ଦ୍ଦେଶନା ଶାନ୍ତନୁ ଓଝା, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଧଉଳି ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ, ବାସିଙ୍ଗା, ରାଇରଙ୍ଗପୁର, ମୟୂରଭଞ୍ଜ। ଆଜିର ନାଟକ କାନ୍ଦୁଛି କୁକେଇ ହସୁଛି ଶବ। ରଚନା ଅଜୟ ସ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ବାବାଜୀ ଦାସ। ଅପେରା ସାଇ ସମ୍ରାଟ ପ୍ରଥମ ଅଭିନୟ ରଜନୀ, ପଣସପଦା, ସ୍ୱର, ବାଲେଶ୍ୱର। ଆଜିର ନାଟକ ଦେବଦାସୀ ହେବି ତୋରି ପାଇଁ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ଏକନ ସା। ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ପ୍ରଥମ ଅଭିନୟ ରଜନୀ, ଅଳଉତି, କେନ୍ଦୁଆପଦା, ଭଦ୍ରକ। ଆଜିର ନାଟକ ମୋ ଆଖିର ଲୁହ ତୋରି ପାଇଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ନନ୍ଦୁ ସାର। ତପସ୍ୟା ରଙ୍ଗମଞ୍ଚ ତୃତୀୟ ଅଭିନୟ ରଜନୀ, କୁତମଗଡ଼, କନ୍ଧମାଳ। ଆଜିର ନାଟକ ଠକିଦେଲ ବନ୍ଧୁ ଠିକଣା ବେଳେ। ରଚନା ମୁକ୍ତିକାନ୍ତ ନାୟକ, ନିର୍ଦ୍ଦେଶନା ଅଭିରାମ ସାହୁ, ସଙ୍ଗୀତ ଟିଟନ ସାର। ଅପେରା ଓଡ଼ିଶା ସମ୍ରାଟ ଦ୍ୱିତୀୟ ଅଭିନୟ ରଜନୀ, ବେଲାରପୁର, କେନ୍ଦ୍ରାପଡ଼ା। ଆଜିର ନାଟକ ମୋ ସାକ୍ଷୀ ଚକା ଆଖି। ରଚନା ନିର୍ଦ୍ଦେଶନା ହରବାରିକ, ସଙ୍ଗୀତ ମିହିର ମୁହାନ। ତୁଳସୀ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, ବସ୍ତା, ବାଲେଶ୍ୱର। ଆଜିର ନାଟକ ସିନ୍ଦୁର ହଜିଛି ଶୁଭ ରାତିରେ। ରଚନା ଡକ୍ଟର ରଞ୍ଜିତ ଲେଙ୍କା, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ମା ଶକ୍ତିମୟୀ ଲୋକନାଟ୍ୟ ପ୍ରଥମ ଅଭିନୟ ରଜନୀ, ମଧୁକେଶ୍ୱରୀ, ଆନନ୍ଦପୁର, କେନ୍ଦୁଝର। ଆଜିର ନାଟକ ଆଖିର ଜନମ କାନ୍ଦିବା ପାଇଁ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ପୀତବାସ। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁ, ପ୍ରତିକୂଳ ପାଗ ପାଇଁ, ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ବରୁଣେଶ୍ୱର ମକର ମେଳାରେ ସବୁଠାରୁ ବଡ଼ କଥା ହେଲା ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ କୁହାଯାଉଥିବା ରାନୀ ପଣ୍ଡାଙ୍କ ଅଭିନୀତ ନାଟକ ରାନୀ ପଣ୍ଡାକୁ ଖଣ୍ଡଗିରି ମନା ଏକାଦିକ୍ରମେ 4 ଦିନ ଧରି ମଞ୍ଚସ୍ଥ ହୋଇଅଛି, ଯାହାକି ଏକ ରେକର୍ଡ ବରୁଣେଶ୍ୱର ମକର ମେଳାରେ। ଅନ୍ୟ ସମସ୍ତ ଯାତ୍ରା ଅନୁଷ୍ଠାନରେ ଗୋଟିଏ ନାଟକ 2 ଦିନ 3 ଦିନ ଧରି ମଞ୍ଚସ୍ଥ ହୋଇଥିଲା ବେଳେ କେବଳ ରାନୀ ପଣ୍ଡାଙ୍କ ଅଭିନୀତ ନାଟକ 4 ଦିନ ଧରି ମଞ୍ଚସ୍ଥ ହୋଇଅଛି। ଆଗାମୀ ଯାତ୍ରା ବର୍ଷ 2024-25ରେ ବାଲେଶ୍ୱର ବାଲିଆପାଳରୁ ସଞ୍ଜୀବ କୁମାର ପାଢ଼ୀଙ୍କ ପ୍ରଯୋଜନାରେ ପାଢ଼ୀ ବ୍ରଦର୍ସ ନିବେଦିତ ଆସୁଅଛି ହାଇ ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ ଯାତ୍ରା ସିଂହ ବାହିନୀ। ଅନୁସନ୍ଧାନ କରନ୍ତୁ କେବେ କେଉଁ ଦିନ ଆପଣଙ୍କ ଅଞ୍ଚଳରେ। ଏ ହେଲା ଆଜି ସକାଳର କିଛି ଯାତ୍ରା ସମ୍ପର୍କିତ ଖବର ଯାତ୍ରା ପ୍ରେମୀ ଦର୍ଶକମାନଙ୍କ ପାଇଁ। ପୁଣି କିଛି ନୂଆ କଥା, ନୂଆ ଖବର, ସମ୍ଭାବନାର ବାର୍ତ୍ତା ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।